ସାଙ୍ଗମାନେ ମନରେ ଥିବା କାର୍ଯ୍ୟ କାହା ଆଗରେ ପ୍ରକାଶ କରାଯିବା ଉଚିତ ନୁହେଁ, କିନ୍ତୁ ସେହି କାର୍ଯ୍ୟକୁ ଆପଣଙ୍କ ମନରେ ରଖି ସମ୍ପୂର୍ଣ୍ଣ କରିବା ଉଚିତ। ସାଙ୍ଗମାନେ ଯେଉଁ ବ୍ୟକ୍ତି ଆର୍ଥିକ ଆଚରଣରେ ଜ୍ଞାନ ଲାଭ କରିବା ସମୟରେ କାମଧନ୍ଦା କରିବା ପାଇଁ ଲଜ୍ଜା ଅନୁଭବ କରନ୍ତି ନାହିଁ, ସେ ସୁଖୀ ଜୀବନ ଯାପନ କରନ୍ତି। ଯିଏ ଭବିଷ୍ୟତ ପାଇଁ ପ୍ରସ୍ତୁତ ଏବଂ ଯିଏ କୌଣସି ପରିସ୍ଥିତିକୁ ଚତୁରତାର ସହ ପରିଚାଳନା କରେ ସେ ଖୁସି ରହିଥାଏ। ସାଙ୍ଗମାନେ ଭାଗ୍ୟ ସହିତ ଚାଲୁଥିବା ଲୋକମାନେ ଶୀଘ୍ର ବର୍ବାଦ ହୋଇଥାନ୍ତି। କହନ୍ତି ମୋ ଭାଗ୍ୟରେ ଥିଲା ଏମିତି ହେଲା, କିଛି କାର୍ଯ୍ୟ କରନ୍ତି ନାହିଁ, ଚେଷ୍ଟା କରନ୍ତି ନାହିଁ, ତେଣୁ ସେ ଶୀଘ୍ର ବର୍ବାଦ ହୋଇଥାନ୍ତି। ଯେଉଁ ବ୍ୟକ୍ତି କାମ କରିବାର ବ୍ୟବସ୍ଥା ନାହିଁ ସେ କୌଣସି ସୁଖ ପାଇପାରିବ ନାହିଁ। ଯେଉଁ ବ୍ୟକ୍ତି କିଛି କରେନି ସଂସାରରେ ତେଣୁ ସେ ସୁଖକୁ ଯଦି ଆଶା କରେ ଦୁଃଖ ପାଇବାଟା ନିଶ୍ଚିନ୍ତ। ସାଙ୍ଗମାନେ ଯେଉଁ ଜିନିଷ ବହୁତ ଦୂରରେ ଦେଖାଯାଏ, ଯାହା ସମ୍ଭବ ମନେ ହୁଏ ଏବଂ ଯାହା ଆମ ପାଖରେ ପହଞ୍ଚିବା ବାହାରେ ଦେଖାଯାଏ, ଯଦି ଆମେ କଠିନ ପରିଶ୍ରମ କରିବା ସହଜରେ ହାସଲ କରିପାରିବା, କାରଣ କଠିନ ପରିଶ୍ରମ ଛଡ଼ା ଆଉ କିଛି ଆମ ପାଖରେ ବାଟ ହିଁ ନାହିଁ। ସାଙ୍ଗମାନେ ଆଜି ରଣଜିତ ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ଚ୍ୟାନେଲରେ ଯୁଆ ଥିବେ ନିଶ୍ଚିନ୍ତ ସବସ୍କ୍ରାଇବ୍ କରିଦେବେ। ପାଖରେ ଥିବା ବେଲ୍ ଆଇଟମକୁ କ୍ଲିକ୍ କଲେ ମୋର ଅପଲୋଡ଼ କରୁଥିବା ଭିଡ଼ିଓଟି ପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ତେଣୁ ବର୍ତ୍ତମାନ ସାଙ୍ଗମାନେ ଦେଖିପାରୁଛନ୍ତି ସକାଳ 7:30 ବାଜିଲାଣି, ସୂର୍ଯ୍ୟ ମହାପ୍ରଭୁ ତାଙ୍କର ପ୍ରକାଶ ଦେଇ ସାରିଲେଣି। ଏହି ଅବସରରେ ଆପଣମାନଙ୍କୁ ଏହି ଶୁଭ ସକାଳରେ ସମସ୍ତଙ୍କୁ ସୁସ୍ୱାଗତମ ଜଣାଇ ଆରମ୍ଭ କରୁଛି ଆଉ ଏକ ନୂତନ ବ୍ଲଗ୍ଟି ଶେଷ ପର୍ଯ୍ୟନ୍ତ ଉପଭୋଗ କରିବେ ଏବଂ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ଚାଲନ୍ତୁ ସାଙ୍ଗମାନେ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବା। ସକାଳୁ ସକାଳୁ ଆସି ଏତିକ 200 ହଳା ବାଡ଼େଇ 200 ହଳା ବାଡ଼ା ହେଇଥିଲା, କାଲି 100 ହଳା ବାଡ଼େଇ 300 ହଳା, ଟୋଟାଲ ସେ 5 ଗୁଣ୍ଠ ବିଲର 556 856 ହଳା 300 ହଳା ବାଡ଼େଇ ଦେଇଛି। ଆଉ ଯେଉଁ ବାକି ଥିଲା ଯେଉଁ 30 ଗଣ୍ଡା ବର୍ତ୍ତମାନ ବୋହି ନେଇ ଆସିଲି। ତେଣୁ ଯାହା ହଉ ଏକ ରକମ ଏ ପରମ ହାରାମି ଧାନ ବୁହା ସରିଗଲା ଏବଂ ବାଡ଼ା ହେବ କେବଳ ସକାଳୁଆ 5ଟାରୁ ଆସି ଆଉ 556 ହଳା ରହିଲା। 2 ସକାଳେ 5ଟାରୁ ଆସିକିରି 250 ବାଡ଼େଇ ଦେଲେ କାଲି ସକାଳେ ପରଦିନ ସକାଳେ ସରିଯିବ। ଆଉ 2 ଗୁଣ୍ଠ ବିଲ ସେଠି ବିରିୟାନୀ ରହିଲା କେବଳ କଟା ହେବା ପାଇଁ। ବର୍ତ୍ତମାନ ସେଠିକି ଯିବା, ଦେଖିବା ତାର ଅବସ୍ଥା କ'ଣ ଅଛି। ସେ ବିଲରେ ଆଣ୍ଠିଏ ପାଣି ଥିଲା, ତେଣୁ ତାର ଅବସ୍ଥା କ'ଣ ଅଛି ବର୍ତ୍ତମାନ ତାକୁ ଯାଇ ଦେଖିବାର ଅଛି। ହଉ, ତେଣୁ ହରିବୋଲ କ'ଣ କହୁଛନ୍ତି? ଚାଷୀ ଗଭର୍ଣ୍ଣମେଣ୍ଟ ଡିକ୍ଲେୟାର କରିବ କ୍ଷତିପୂରଣ ଦେବା ପାଇଁ। ହଁ, ଗୋଟାଏ କ'ଣ ଦେଇପାରିବ ଗଭର୍ଣ୍ଣମେଣ୍ଟ କହିଲୁ? ଏତିକି ନାଇଁ ଦେଇପାରିବ ନାହିଁ। ଦେଖା ହଉଛି ହଁ, କ୍ଷତିପୂରଣ କେବେ ଗଭର୍ଣ୍ଣମେଣ୍ଟ ଦେଇପାରିବ ନାହିଁ। କାହିଁକି ନା ମୋର ଏକର ଜମି ଅଛି, ଏକର ଜମିରେ ଯେତିକି ଅମଳ ହବ ସିଏ ମତେ କେତେ ଦେବେ? ଗଭର୍ଣ୍ଣମେଣ୍ଟ ତମେ ବୁଝିପାରୁନା, ଗଭର୍ଣ୍ଣମେଣ୍ଟ ଏ ଧାନ କ୍ଷତିପୂରଣ ଦେବେ? ନାଇଁ, ଗଭର୍ଣ୍ଣମେଣ୍ଟ ଡିକ୍ଲେୟାର କରିଛି ଏକର ପିଛା ହଉଛି 54,000 ଟଙ୍କା। ଗଭର୍ଣ୍ଣମେଣ୍ଟ ଡିକ୍ଲେୟାର କରିଛି 100% ଯୋଉଟା ଆଫେକ୍ଟେଡ୍ 54,000 ଟଙ୍କା ଏକର ପିଛା। ବୁଝିପାରିଲେ? ତେଣୁ ସେମାନେ ଗଭର୍ଣ୍ଣମେଣ୍ଟ ଏବେ ରୁଲ୍ କରିଦେଇଛି, ଏପଟେ ଡିକ୍ଲେୟାର କରିଦେଲା ଜନସାଧାରଣ ଆଗରେ ଏକରକୁ 54,000, ସେପଟେ କହିଦେଲା 30%ରୁ କାହାର 33%ରୁ କାହାର ଅଧିକ ଆଫେକ୍ଟେଡ୍ ମାନେ ଇନକ୍ୱାରି କରିବ ନାହିଁ। 33%ରୁ ଅଧିକ ହେଲେ ଗଭର୍ଣ୍ଣମେଣ୍ଟ କ'ଣ କରିବ? ଦେବାକୁ ପଡ଼ିବ। ତେଣୁ ଏପଟେ ତାଙ୍କ ଚାକିରିଆ ଯେ ଗଭର୍ଣ୍ଣମେଣ୍ଟର ନା କ'ଣ ପବ୍ଲିକଙ୍କର, ତେଣୁ ତାଙ୍କୁ କହିଦେଲା 33%ରୁ କାହାର ଅଧିକ କରିବ ନାହିଁ, ଆଫେକ୍ଟେଡ୍ ଦେଖେଇବନି। ସେ 30%ରେ କହିଲୁ 30%ରେ ଆସିବ କି? ବୁଝିପାରିଲେ? କହୁଛି ମୋର 30% 100କୁ 30% କ୍ଷତି ଦେବ ଗଭର୍ଣ୍ଣମେଣ୍ଟ। ଏଇଭଳିଆ କଥା। ସେଇ 30%ରେ ପ୍ରକୃତ କ୍ଷତିପୂରଣ ଦେଇପାରିବନି। ଗଭର୍ଣ୍ଣମେଣ୍ଟ ଚାଷୀର ମୂଲ୍ୟ ଗଭର୍ଣ୍ଣମେଣ୍ଟ ବି ଦେଇପାରିବ ନାହିଁ। ତେଣୁ ଅଯଥା ଆମେ ମାନେ ବାଡ଼େଇ କଚାଡ଼ି ହେବା ଛଡ଼ା ଆଉ କିଛି ନୁହଁ। ତେଣୁ ଛାଡ଼ନ୍ତୁ ସେ କଥା। ତେଣୁ ବର୍ତ୍ତମାନ ଆମେ ଯିବା ବିରିୟାନୀ ବିଲ ଦେଖିବା କ'ଣ ସେଠି ଅବସ୍ଥା ଅଛି। ପାଣି ହେଇଥିଲା ଆଣ୍ଠିଏ, ଶୁଖି କମିଲା କି ନାହିଁ ତାକୁ କାଟିବା। ସାଙ୍ଗମାନେ ଅଲରେଡ଼ି ମୁଁ ଆସି ପହଞ୍ଚିଗଲି ବିରିୟାନୀ ଯେଉଁ କିଆରେ ରହିଥିଲି ବିରିୟାନୀ। ତେଣୁ ଆପଣମାନେ ଦେଖିପାରୁଥିବେ ଏଇଟା ସେଇ ବିରିୟାନୀ ଧାନ, ପୁରା ବଢ଼ିଆ ସେ ଦେଖନ୍ତୁ କେତେ ଲମ୍ବା ଧାନ, ପୁରା ବଢ଼ିଆ ସେ ଦେଖନ୍ତୁ ସାଙ୍ଗମାନେ। ଏଇଟା ସେଇ ବିରିୟାନୀ ଧାନ। ସେପଟେ ପ୍ରଥମେ ଜିରା ରାଇସ୍ 5 ଗୁଣ୍ଠ ଖଣ୍ଡେ କଟା ହେଇଗଲା, 8 ଗୁଣ୍ଠ ବ୍ରିଟିଶ ଧାନ ବି କଟା ହେଇକି ଅମଳ ହେଇଗଲା। ସେପଟେ 8 ଗୁଣ୍ଠ ପରମ ଚୁତିଆ ଧାନ ମଧ୍ୟ କଟା ହେଇଯାଇଛି। ପରମ ହାରାମି 8 ଗୁଣ୍ଠ ହେଇଥିଲା,
दी गुंठु मेसीन रे कटा होता वर्षा बेले विकल होकर काटी देते 5 गुंठु थिला परमारामी से भुआई से खल पड़ी गला एटा हूँ लास्ट कटा हो कथा देखला ए बिल में पानी अच्छी तेणु ये पाख बिल गुड़ा सब उठी रहा ये बिल सब कटा होकर बर्तमान ये पड़ो जेहेतु बिल में पानी अच्छी तेणु सांग मैंने बर्तमान काटिया स्टार्ट करिया को अवस्था अच्छी देखूँ बर्तमान बिल में एवं बिल में पानी अच्छी यहाँ टे खाल बिल देखिए पानी पूरा बिल में अगर लगिगला को अवस्था अच्छी ये पानी अच्छी तेणु ईश्वर दयारू बर्तमान आपको जहाँ जमी अच्छी भल अच्छी तो काटी दबा यही कौन स्टार्ट करवा सेपटे देखिया सांग मैंने बर्तमान देखिपे ये बिरियानी बिल प्राय ये कटा हो गला ये सीटू कटा होगी आड़े जदि न पड़ी था देखिपे इठू कटा हो ये बिल आसी पड़ू ये न पड़ी था मु प्राय भावुँ 75% काटि तेणु प्राय मत लगुच 25-30% भाया कटाई 2 गुंठी बिलू आउ जहाँ रहा काली खरा पड़े आसी काटा पानी अच्छी चुपचुपा पानी देखिपे तेणु हेमाल लगुच तेणु यही भाया कथा सांग मैंने बिरियानी धान आज कटा है तेणु बहु प्रतीक्षार अंत घटिला तेणु सांग मैंने बर्तमान सकाल संध्या 5टा बाजिला सूर्य महाप्रभु अस्त हो सारे बर्तमान आम घर को जीवा पुणी काली भेट हम ये सका राति 5टा पर हला बाड़ा हम पुणी एठी आसी धान कटा हम काली को सरिया पड़ो परदिन गुरुवार शाम दशमी कटाकटी हम ना आ मो पाख बिल केमती गजा है आप देखते सब कटा हो पड़ता केम सब गछ होगला कि पाई सब गछ उमुना हम बिल ये कि पाई सब गछ हो देखते सांग मैंने धान वर्षार केमी सब पाई गछ हो धान अग जो पड़ता सब गछ मैंने हाराहारी 50% धान आधर जाऊ जहाँ था गोटे गाटे नौ तेणु ये गजा सब तेणु गजा सब ये हाथ मारा जड़ी पड़ी नटा गजा गछ कटे जान पाना गछ पाई खाली गछ हो तेणु सांग मैंने चाषी प्रति दरद थाए निश्चिंत आप कमेंट लिखिए जय जवान जय किसान निश्चिंत लिखिए तेणु सांग मैंने आज ब्लॉग को ये रखुच्छी पुणी देखा आगामी ब्लॉग से पर्यंत आप भिडियो बनी रहतु तेणु धन्यवाद।